এটা কোয়াড়ে যাইছে? এটা বালিউড আড়ে এবার ଥରେ ଆମେ ଯାଇଥିଲୁ ରାୟପୁରରୁ ମାଲ ଆଣିଥିଲୁ ଯେ ଟିଟଲା ଗୋଟେ ବାହାରି ରାମପୁର ଗଲେ ତ ସେଠୁ ରାୟପୁର ମାଲ ଦୌଡ଼ିବ ଚାଲୁ ହେଇନି ବୋଧେ এটা কোঠা টোল গেট কোঠার যাচ্ছে কলাহান্ডি ଭବାନୀ ପାଣ୍ଡା କଳାହାଣ୍ଡି କୋଉ ଡିଷ୍ଟ୍ରିକ୍ଟ କଳାହାଣ୍ଡି ବୋଲେ କୋଉଠି କୋଉ ଜିଲ୍ଲା ବୁଝୁଛ କି କଳାହାଣ୍ଡି ବୋଲେ କୋଉ ଜିଲ୍ଲା ବୁଝୁଛ ଫୁଲବାଣୀ ଗାଁ କଣ କହିଲ? କଳାହାଣ୍ଡି ଗୋଟେ ଜିଲ୍ଲା ଅଛି ଜାଣିଛ କି ନାଇଁ? ହଁ এটা କୋଉ ଏରିଆ ବୁଝାଯାଏ? ଭବାନୀପାଟଣା ଏରିଆ ଏପଟ ସାଇଡ୍ 08 କନ୍ଧମାଳ କହିଲେ ଭବାନୀପାଟଣା ଗୋଟେ ଜିଲ୍ଲା। ଆଉ କାଣା କଳାହାଣ୍ଡି ଯୋଉଟା ଭବାନୀ ପାଣ୍ଡା ସେଇଟା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମାଲକାନଗିରି ଗଲା କଳାହାଣ୍ଡି ଆସିଲା। ମାଲକାନଗିରି କୋଉଟା ଗଲା ମାଲକାନଗିରି ଜୟପୁର କୋରାପୁଟ ଯୋଉ ଆଗରେ ଆମେ ଯୋଉ କ୍ରସ ହେଲେ ସେଇଟା କଣଟା? ବଲାଙ୍ଗୀର ବଲାଙ୍ଗିରି। ମାଲକାନଗିରି ଜୟପୁର ନଗଲେ ମାଲକାନଗିରି କଣ ହଁ ଯାଉଛ ନକ୍ସଲାଇଟ ଏରିଆ ସତରେ ପ୍ରବଳ ମୋର କାମ ବେଶୀ ନାହିଁ 4 ମାସ ଖଣ୍ଡେ ଅଛି। ନକ୍ସଲ ମାନେ କଣ କରିବେ ଆମକୁ କଣ କରିବେ? ଆମକୁ କଣ କରିବା ଦିଗାଲେ ଦିଟା ଚୁମା ଦେବେ ଦିଗାଲେ ଦିଟା ପପି ଦେବେ ପପି ଠିକାଦାର ମାନେ ବାପା ଠିକାଦାର ଗୁଡାକୁ ଆଟାକ୍ କରୁଛନ୍ତି।
ଆଟା ବୋଲେ କ'ଣ ତାଙ୍କୁ କହିବେ ତୁ ଆମ ପାଇଁ ଚାଉଳ ଫାଉଳ 50 କିଲୋ ଦେବୁ ଡାଲି 30 କିଲୋ ଦେବୁ ରାସନ ଫାସନ ଏଠି ନେଇ ପହଞ୍ଚେଇ ଦେବୁ। ଆଉ ନାଇଁ ପହଞ୍ଚିଲେ ତ ରାତିରେ ପହଞ୍ଚିଗଲେ ପାଖରେ ଆଉ କ'ଣ ହଁ ଆପଣ ତମକୁ ମାରିବେ କି ପଇସା ଇଏ କରିବେ କିଛି ନାହିଁ। ସେଇ ଜୋରରେ ତମ ଫୋନ୍ ନମ୍ବର ନେଇ ପଳେଇବେ। ଏଇ ଜାଗା ଆଣି ଚାଉଳ ବସ୍ତା 2 ବସ୍ତା ଆଉ ଡାଲି 2 ବସ୍ତା ପକେଇ ଦେଇକି ପଳା। ତମେ ପକେଇ ଦେଇକି ପଳେଇବ ସେ ତାର ନେଇକି ପଳେଇବେ। ବୌଦ୍ଧରେ 4ଟା ଝିଅ ଅଛନ୍ତି ଜାଣିଛ କି ନା ବଲାସିଂହାରେ। ଆମେ ଜାଣିନଥିଲେ ରିଲେସନ୍ ଡ୍ୟୁଟି ପଡ଼ିଥିଲା ଯେ ଶଳା ତାଙ୍କର ଗୋଟେ ଜଣେ